ସୁଭଦ୍ରା ଯୋଜନାର 1 ଟଙ୍କା ଆସିନଥିଲେ କ'ଣ କରିବେ? ଆପଣଙ୍କୁ 5,000 ଟଙ୍କା ଆସିବ କି ନାହିଁ? କେମିତି ମଧ୍ୟ ଆପଣ ଅପଡେଟ୍ କରିପାରିବେ? ଯାହା ବିଷୟରେ ଜାଣିବା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଆପଣମାନେ ଜାଣିଛନ୍ତି ଯେବେଠାରୁ ସୁଭଦ୍ରା ସ୍କିମ୍ ଆରମ୍ଭ ହୋଇଥିଲା 15 ତାରିଖ ପର୍ଯ୍ୟନ୍ତ ଯେଉଁମାନେ ଆବେଦନ କରିବେ ସେମାନଙ୍କୁ ଏହି 17 ତାରିଖରେ ଟଙ୍କା ଆସିବ। ହେଲେ ମଝିରେ ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କ ଓଟିପି ବେସ୍ଡ କେୱାଇସି ହୋଇନାହିଁ, ଯାହାଫଳରେ ବହୁତ ଲୋକଙ୍କର ମଧ୍ୟ ପେଣ୍ଡିଂରେ ରହିଛି କେୱାଇସି। ହେଲେ ଏହି ପେଣ୍ଡିଂ ଥିବା କେୱାଇସି ହିତାଧିକାରୀଙ୍କ ମଧ୍ୟରୁ ବହୁତ ଲୋକଙ୍କ ଖାତାକୁ 1 ଟଙ୍କା ମଧ୍ୟ ଆସିଛି। ହେଲେ ଏବେ ବି କିଛି ଲୋକଙ୍କର 1 ଟଙ୍କା ପହଞ୍ଚି ନାହିଁ। ହେଲେ ଜାଣି ରଖନ୍ତୁ, ଯେଉଁମାନଙ୍କର ଆଧାର କାର୍ଡରେ ବ୍ୟାଙ୍କ ଆକାଉଣ୍ଟ ସିଡିଂ ନାହିଁ ତେବେ ସେମାନଙ୍କ ଖାତାରେ ଜମା ହୋଇପାରିବ ନାହିଁ ଏହି ଟଙ୍କା। ତେବେ ଆପଣ ଯାଇ ଥରଟିଏ ଚେକ୍ କରନ୍ତୁ ଆପଣଙ୍କ ଆଧାର କାର୍ଡରେ କେଉଁ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଅଛି। ଆଜିର ସମୟରେ ପ୍ରାୟ ସମସ୍ତଙ୍କର 1ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଅଛି। ହେଲେ ଆଧାର ସହିତ କେଉଁ ବ୍ୟାଙ୍କ ଆକାଉଣ୍ଟଟି ଲିଙ୍କ ଅଛି ତା ନିହାତି ଥରଟିଏ ଚେକ୍ କରି ଦିଅନ୍ତୁ। ତେବେ ଯେଉଁ ବ୍ୟାଙ୍କରେ ଲିଙ୍କ ଥିବ ସେହି ବ୍ୟାଙ୍କ ଯାଇ ଚେକ୍ କରନ୍ତୁ, ଆପଣଙ୍କ ଖାତାକୁ 1 ଟଙ୍କା ନିହାତି ଭାବରେ ଆସିଥାଇପାରେ। ତେବେ 15 ତାରିଖ ପରେ ଯେଉଁମାନେ ଆବେଦନ କରିବେ ଜାଣି ରଖନ୍ତୁ, ସେମାନଙ୍କୁ ଆଉ ଏକ ଡେଟ୍ରେ ମଧ୍ୟ ସରକାର ଟଙ୍କା ପଠାଇବେ ପ୍ରଥମ କିସ୍ତି ବାବଦର 5,000। ତେବେ ଏହି ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସିବାକୁ ଯାଉଛନ୍ତି। ତେବେ ଏହି ଦିନ ସରକାର 5,000 ଟଙ୍କା ସୁଭଦ୍ରା ସ୍କିମ୍ରେ ପଠାଇବେ। ତେବେ 1 ଟଙ୍କା ଯେଉଁମାନଙ୍କୁ ଆସିଛି ସେମାନଙ୍କ ଖାତାରେ ଜମା ହେବ 5,000 ଟଙ୍କା। ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ବି ସରକାର ପ୍ରଥମ କିସ୍ତିର ଟଙ୍କା ମଧ୍ୟ ପଠାଇବାକୁ ଯାଉଛନ୍ତି ଏହି ସେପ୍ଟେମ୍ବର 17ରେ। ତେବେ ଅଧିକ ଜାଣିବା ପାଇଁ ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିଦେଇ ପାରିବେ।